ମୁମ୍ବାଇରେ ଏକ ବଡ଼ ଜେଲ୍ ଥିଲା ଯେଉଁଠାରେ ରାତି ହେବା ମାତ୍ରେ ମହିଳା କଏଦୀମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ପୋଲିସ ଅଧିକାରୀମାନେ ଆସି ସେମାନଙ୍କର ଇଚ୍ଛା ପୂରଣ କରୁଥିଲେ ଏବଂ କେହି ସେମାନଙ୍କ ସାମ୍ନାରେ କଥା କହିପାରୁନଥିଲେ। ଯିଏ ବି କଥା କହୁଥିଲେ ତାଙ୍କୁ ଏପରି ପରିଣାମ ଭୋଗିବାକୁ ପଡୁଥିଲା ଯେ ଅନ୍ୟ ସମସ୍ତେ ଭୟରେ ଚୁପ୍ ରହୁଥିଲେ। କିନ୍ତୁ ଗୋଟିଏ ଦିନ ଜଣେ ସାହସୀ ମହିଳା ଅଧିକାରୀ ସେଠାରେ ପହଞ୍ଚିଲେ। ସେ ଘୋଷଣା କଲେ ଯେ ଏହା ଆଉ ସହ୍ୟ କରାଯିବ ନାହିଁ। ସେ ତାଙ୍କର ୟୁନିଫର୍ମ ଖୋଲିଦେଲେ, ଜଣେ କଏଦୀର ଡ୍ରେସ୍ ପିନ୍ଧିଲେ ଏବଂ ଭିତରକୁ ପ୍ରବେଶ କଲେ। ପ୍ରଥମ ରାତିରେ ହିଁ ବରିଷ୍ଠ ଅଧିକାରୀମାନେ ପହଞ୍ଚି ମହିଳାଙ୍କ ଉପରେ ନଜର ପକାଇଲେ। ସାଙ୍ଗମାନେ, ମୁମ୍ବାଇ ଏପରି ଏକ ସହର ଯାହା ବାହାରୁ ଯେତେ ଉଜ୍ଜଳ ଏବଂ ଚମକଦାର ଦେଖାଯାଏ, ତାହା ଭିତରୁ ସେତେ ଅନ୍ଧାର ଏବଂ ଭୟଙ୍କର। କଥାରେ କୁହାଯାଏ ଯେ ଏହି ସହର କେବେ ଶୋଇନଥାଏ। ଦିନ ହେଉ କି ରାତି, ଏହାର ରାସ୍ତା ସବୁବେଳେ ଜାଗ୍ରତ ରହିଥାଏ। ଏହି ସହରରେ ଜଣେ ସାହସୀ ଏବଂ କଠୋର ପୋଲିସ ଅଧିକାରୀ ଏସ୍ପି ଅନୁପମା ରାୟ ଥିଲେ। ସେ ବାହାରେ ଶାନ୍ତ ଦେଖାଯାଉଥିଲେ, କିନ୍ତୁ ଭିତରେ ସେ ନିଆଁ ପରି କଠୋର ଥିଲେ। ତାଙ୍କ ନାମ ଶୁଣିଲେ ସବୁ କୁଖ୍ୟାତ ଅପରାଧୀମାନେ ମଧ୍ୟ ଥରି ଉଠୁଥିଲେ। ଏହା କୁହାଯାଉଥିଲା ଯେ ଯଦି ଜଣେ ଅପରାଧୀ ଦୋଷୀ ନୁହେଁ, ତେବେ କେବଳ ଅନୁପମାର ଭୟ ସେମାନଙ୍କୁ ସେମାନଙ୍କର ଅପରାଧ ସ୍ୱୀକାର କରିବାକୁ ବାଧ୍ୟ କରୁଥିଲା। ଅନୁପମା ଗୋଟେ ଛୋଟ ସହରରୁ ଉଠି କଠିନ ପରିଶ୍ରମ ଏବଂ ବହୁତ ପରିଶ୍ରମ କରି ଏହି ପଦବୀରେ ପହଞ୍ଚିଥିଲେ। ତାଙ୍କ ଆଖିରେ ସଚ୍ଚୋଟତା ଏବଂ ନ୍ୟାୟ ପାଇଁ ଏକ ଜ୍ୱଳନ୍ତ ଇଚ୍ଛା ଥିଲା। ତାଙ୍କର ଏକ ନୀତି ଥିଲା ଯେ ଅତ୍ୟାଚାରୀ ଯେତେ ବଡ଼ ହେଉନା କାହିଁକି, ତାଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଦିଆଯିବ। ଗୋଟିଏ ଦିନ ସକାଳେ ସେ ତାଙ୍କ କାର୍ଯ୍ୟାଳୟରେ ବସି ଚାହା ପିଉଥିଲେ ଏବଂ ଖବରକାଗଜ ପଢୁଥିଲେ। ହଠାତ୍ କବାଟ ଖୋଲିଗଲା। ରାମୁ ନାମକ ଜଣେ ଜେଲ୍ କର୍ମଚାରୀ, ଯାହାକୁ ଘର ସଫା କରିବାର ଦାୟିତ୍ୱ ଦିଆଯାଇଥିଲା, ସେ ଭିତରକୁ ପଶି ଆସିଲେ। ଆଉ ଭୟରେ ତାଙ୍କ ମୁହଁ ଫିକା ପଡ଼ିଯାଇଥିଲା। ସଂକୋଚରେ ସେ କହିଲେ, ମ୍ୟାଡାମ, ମୋର ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାର ଅଛି। ମୁମ୍ବାଇର ମହିଳା ଜେଲରେ ମହିଳା କଏଦୀମାନେ ସୁରକ୍ଷିତ ନୁହନ୍ତି। ରାତିରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ପୋଲିସ ସେମାନଙ୍କର ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛି। ଅନୁପମା ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ସେଇଠୁ ଅନୁପମା କହିଲେ, ତମେ ଏ କଣ କହୁଛ ରାମୁ? ସତରେ କଣ ଏମିତି ହେଉଛି କି? ରାମୁର ସ୍ୱର ଥରି ଉଠିଲା ଆଉ ରାମୁ କହିଲା, ହଁ ମ୍ୟାଡାମ, ମୁଁ ଏସବୁ ନିଜ ଆଖିରେ ଦେଖିଛି। କିନ୍ତୁ ଯଦି ମୁଁ ଆଉ କାହାକୁ କହିଥାନ୍ତି, ତେବେ ମୁଁ ଆଜି ହୁଏତ ଜୀବିତ ନଥାନ୍ତି। ସେଥିପାଇଁ ମୁଁ ତୁମ ପାଖକୁ ଆସିଛି, କାରଣ ମୁଁ କେବଳ ତୁମକୁ ହିଁ ବିଶ୍ୱାସ କରେ। ଅନୁପମା କିଛି ସମୟ ପାଇଁ ନୀରବ ରହିଲେ। ତାପରେ ଏକ ଗଭୀର ସ୍ୱରରେ କହିଲେ, ରାମୁ, ତୁମେ ବହୁତ ସାହସ ଦେଖାଇଛ। ଏବେ ଦେଖ ମୁଁ କଣ କରୁଛି। ସେମାନଙ୍କର ଅବସ୍ଥା ଆଜି ସନ୍ଧ୍ୟାରେ କୌଣସି ସତର୍କତା ସହିତ ମୁଁ ନିଜେ ଜେଲକୁ ଯିବି। ତାପରେ ସେ ତାଙ୍କ ୟୁନିଫର୍ମକୁ ଶକ୍ତିର ଅସ୍ତ୍ର ଭାବରେ ନୁହେଁ, ବରଂ ନ୍ୟାୟର ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ତାଙ୍କ ପାଇଁ ମହିଳାମାନଙ୍କୁ ଦୁର୍ବଳ ନୁହେଁ, ବରଂ ସମ୍ପୂର୍ଣ୍ଣ ମଣିଷ ଭାବରେ ବିବେଚନା କରାଯାଉଥିଲା। ଏବଂ ସେ ଜାଣିଥିଲେ ଯେ ବାରମ୍ବାର ଦୁଃଖ ଜଣେ ମହିଳାକୁ ଭିତରୁ ଭାଙ୍ଗିଦିଏ। ଏହି ସାହସ ସହିତ ଅନୁପମା ଗୋଟିଏ ସନ୍ଧ୍ୟାରେ ମୁମ୍ବାଇ ମହିଳା ଜେଲର ଫାଟକରେ ପହଞ୍ଚିଲେ। କନଷ୍ଟେବଳ ତାଙ୍କୁ କାଗଜପତ୍ର ଏବଂ ଫାଇଲର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କଲେ, କିନ୍ତୁ ସେ ବୁଝିପାରିଲେ ଯେ ପ୍ରକୃତ ସତ୍ୟ ସେହି କାନ୍ଥ ପଛରେ ଲୁଚି ରହିଛି, ଯେଉଁଠାରେ ଖାଲି ଆଖି ପହଞ୍ଚି ପାରିବ ନାହିଁ। ସେ ମହିଳା କଏଦୀମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେବାକୁ ଚେଷ୍ଟା କଲେ, କିନ୍ତୁ ସବୁଠି କେବଳ ନୀରବତା ଥିଲା। ଅନୁପମା ତୁରନ୍ତ ଅନୁଭବ କଲେ ଯେ ଏହି ନୀରବତା ହଜାର ଚିତ୍କାର ଅପେକ୍ଷା ଅଧିକ ଭୟଙ୍କର। ପରଦିନ ସେ ତାଙ୍କ କାର୍ଯ୍ୟାଳୟରେ ଚିନ୍ତାରେ ହଜିଗଲେ। କିପରି ସତ୍ୟକୁ ଉନ୍ମୋଚନ କରିବେ ବୋଲି ଭାବୁଥିଲେ। ଶେଷରେ ସେ ନିଜେ ପରଦା ଉଠାଇବାକୁ ନିଷ୍ପତ୍ତି ନେଲେ। ସେ ତାଙ୍କର ଦକ୍ଷ କନଷ୍ଟେବଲଙ୍କୁ କହିଲେ, ଆଜି ରାତିରେ ମୁଁ ଜଣେ କଏଦୀଙ୍କ ବେଶରେ ଭିତରକୁ ଯିବି। ମୁଁ ୟୁନିଫର୍ମ ପିନ୍ଧିବି ନାହିଁ, ମୁଁ ନିଜକୁ ପରିଚୟ ଦେବି ନାହିଁ। ତାପରେ ହିଁ ପ୍ରକୃତ ସତ୍ୟ ପ୍ରକାଶିତ ହେବ। ତାପରେ ସେହି ରାତି ଆସିଲା ଯାହା ତାଙ୍କ ଜୀବନକୁ ବଦଳାଇ ଦେଲା। ସେଦିନ ଥିଲା ଶୁକ୍ରବାର, ମାର୍ଚ୍ଚ 18 ତାରିଖ। ରାତି ପ୍ରାୟ 9ଟାରେ ଅନୁପମା ଜଣେ ସାଧାରଣ କଏଦୀଙ୍କ ୟୁନିଫର୍ମ ପିନ୍ଧିଲେ। ତାଙ୍କ ମୁହଁକୁ ଚୁନରିରେ ଘୋଡ଼ାଇ ଦେଲେ ଏବଂ ଏକ ନକଲି ପରିଚୟ ପତ୍ର ସହିତ ପ୍ରବେଶ କଲେ। ଏହି ମିଶନ ଅନ୍ଧାରରେ ଏକା ଚାଲିବା ପରି ଥିଲା। କୌଣସି ସରକାରୀ ସୁରକ୍ଷା ନାହିଁ, କୌଣସି ପରିଚୟ ନାହିଁ, କେବଳ ଏକ ଦୃଢ଼ ନିଷ୍ପତ୍ତି। ଯଦି ସତ୍ୟ ପ୍ରକାଶିତ ନ ହୁଏ, ତେବେ ନ୍ୟାୟ ମରିଯିବ। ଅନୁପମା ରାତି 10:30ରେ ସେ ସେହି ସ୍ଥାନରେ ପହଞ୍ଚିଲେ ଯେଉଁଠାରେ ମହିଳା କଏଦୀମାନେ ଥିଲେ। ଓଦା କାନ୍ଥ, ଦୁର୍ଗନ୍ଧ ବାୟୁ, ଅସ୍ଥିର କାନ୍ଦଣା ଏବଂ ବେଳେବେଳେ କିଛି ମହିଳାଙ୍କୁ ନାଚିବାକୁ ବାଧ୍ୟ କରାଯାଉଥିଲା। କିଛିଙ୍କୁ ମାଡ଼ପିଟି ମଧ୍ୟ କରାଯାଉଥିଲା ଏବଂ
ଅନ୍ୟମାନଙ୍କ ମୁହଁରେ ଏକ ଅବର୍ଣ୍ଣନୀୟ ଦୁରାଚାର ଥିଲା। ଅନୁପମାଙ୍କ ପୋଷାକରେ ଲୁଚି ରହିଥିବା ଏକ କ୍ୟାମେରା ସବୁକିଛି ରେକର୍ଡ କରୁଥିଲା ଏବଂ ତାଙ୍କ କାଲ୍ର ତଳେ ଥିବା ଏକ ମାଇକ୍ରୋଫୋନ୍ ଶବ୍ଦଗୁଡ଼ିକୁ ବାହାରର ଏକ ଦଳକୁ ପଠାଇ ଦେଉଥିଲା। ସେ ଏକା ନଥିଲେ, ତାଙ୍କ ସହିତ ନ୍ୟାୟର ଏକ ସମ୍ପୂର୍ଣ୍ଣ ଦଳ ଠିଆ ହୋଇଥିଲେ। ଅନୁପମା ରାୟ କଏଦୀମାନଙ୍କ ପାଖରେ ପହଞ୍ଚିବା ମାତ୍ରେ ଜଣେ ପୋଲିସ କର୍ମଚାରୀ ସନ୍ଦେହଜନକ ଦୃଷ୍ଟିରେ ତାଙ୍କ ପାଖକୁ ଆସିଲେ ଏବଂ ରାଗରେ ପଚାରିଲେ, ତୁମେ କିଏ? ତୁମେ ଏଠାକୁ ପ୍ରଥମ ଥର ପାଇଁ ଆସିଛ ବୋଧେ? ତୁମର ନାମ କ'ଣ? ଅନୁପମା ତାଙ୍କ ଦୃଷ୍ଟି ତଳକୁ କରି ଧୀରେ କହିଲେ, ମହାଶୟ, ମୋତେ ଆଜି ହିଁ ଏଠାକୁ ଅଣାଯାଇଛି। ମୋତେ ଚୋରି କରିଛି ବୋଲି ଫସେଇ ଦେଇଛନ୍ତି, କିନ୍ତୁ ମୁଁ ନିର୍ଦ୍ଦୋଷ। ପାଖରେ ଠିଆ ହୋଇଥିବା ପୋଲିସ କର୍ମଚାରୀମାନେ ମଜା କରି ହସିବାକୁ ଲାଗିଲେ। ଜଣେ ପୋଲିସ କହିଲା, ହମ ହମ, ପ୍ରତ୍ୟେକ କଏଦୀ ଏହା ହିଁ କୁହନ୍ତି। ଅନୁପମା ଶାନ୍ତ ଭାବରେ ଉତ୍ତର ଦେଲେ ଯେ, ମୋ ନାମ ପ୍ରିୟଙ୍କା। ଜଣେ ଅଧିକାରୀ ନିର୍ଦ୍ଦେଶ ଦେଲେ ଯେ, ଆମ ପାଦ ଚିପି ଦିଅ, ନଚେତ ପରିଣାମ ଭୟଙ୍କର ହେବ। ଅନୁପମା ଏକ ଧୀରେ ସ୍ୱରରେ କହିଲେ, ମୁଁ ମୋର ଦଣ୍ଡ ଭୋଗିବାକୁ ଆସିଛି, କିନ୍ତୁ ଗୋଡ଼ ଚିପିବାକୁ ନୁହେଁ। ଏହା ଶୁଣି ଜଣେ ଅଧିକାରୀ ଚିତ୍କାର କରି କହିଲେ, ତୁମେ ଅଧିକ କଥା କହୁଛ। ମୁଁ ତୁମକୁ ଏପରି ଏକ କୋଠରୀରେ ରଖିବି ଯାହାକୁ ତୁମେ ଜୀବନ ସାରା ମନେ ରଖିବ। ଠିକ୍ ସେହି ସମୟରେ ଜଣେ ମହିଳା କଏଦୀ ତାଙ୍କ ପାଖକୁ ଆସି ଫୁସ୍ଫୁସ୍ କରି କହିଲେ, ଚୁପ୍ ରୁହ ଭଉଣୀ, ମୁଁ ଯାହା କହୁଛି ତାହା କର। ଯଦି ତୁମେ ଏଠାରେ ମୁହଁ ଖୋଲ, ତେବେ ତୁମେ ଏପରି ନିର୍ଯାତନାର ସମ୍ମୁଖୀନ ହେବ ଯେ ସେମାନଙ୍କ କଥା ଭାବି ମଧ୍ୟ ତୁମକୁ ମରିଯିବାକୁ ଇଚ୍ଛା ହେବ। ଅନୁପମା କିଛି କହିବା ପୂର୍ବରୁ ଜଣେ ଅଧିକାରୀ ତାଙ୍କ ହାତ ଧରି କହିଲେ, ବହୁତ ହେଲା ମ୍ୟାଡାମ, ଏବେ ଆମେ ତୁମକୁ ତୁମର ସ୍ଥାନ ଦେଖାଇବୁ, ଚାଲ। ସେମାନଙ୍କୁ ଏକ କୋଠରୀ ଭିତରକୁ ଠେଲି ଦିଆଯାଇଥିଲା। ଭିତରେ କେବଳ 2 ଜଣ ପୋଲିସ ଏବଂ ଅନୁପମା ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କଠୋର ଭାବରେ କହିଲେ, ତୁମେ ବହୁତ କଥା କହୁଛ। ଆମେ ତୁମକୁ ଏପରି ଏକ ଶିକ୍ଷା ଦେବୁ ତୁମେ ଜୀବନ ସାରା ମନେ ରଖିଥିବ। ସେଇଠୁ ଅନୁପମା ସାହସୀ ଭଳି କହିଲେ, ମୁଁ ଭୟ କରିବାକୁ ଆସିନାହିଁ। ତାପରେ ସେ ହଠାତ୍ ତାଙ୍କର ପରିଚୟ ପ୍ରକାଶ କଲେ, ମୋ ନାମ ପ୍ରିୟଙ୍କା ନୁହେଁ, ମୁଁ ଏସ୍ପି ଅନୁପମା ରାୟ ଏବଂ ତୁମେ ଯାହା କରୁଛ ତାହା ରେକର୍ଡ କରାଯାଉଛି। ସମଗ୍ର ଦଳ ବାହାରେ ଦେଖୁଛି। ଏହା ଶୁଣି ଉଭୟ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନଙ୍କ ମୁହଁରେ ଭୟ ବ୍ୟାପିଗଲା। ସେମାନେ ଯେଉଁ ଗର୍ବ କରୁଥିଲେ ତାହା ମୁହୂର୍ତ୍ତକ ମଧ୍ୟରେ ଉଭାନ ହୋଇଗଲା। ଅନୁପମା ରାୟଙ୍କ ମୁହଁ କଠୋର ଥିଲା ଏବଂ ତାଙ୍କ ଆଖିରେ ଦୃଢ଼ ପ୍ରତିଜ୍ଞା ପ୍ରତିଫଳିତ ହେଲା। ସେ ହଠାତ୍ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ କଲେ, କାରଣ ସେ ଜାଣିଥିଲେ ଯେ ତାଙ୍କ ସମ୍ମୁଖରେ ଠିଆ ହୋଇଥିବା 2 ଅଧିକାରୀ ନୂଆ ଏବଂ ସେମାନଙ୍କ ମଧ୍ୟରେ ମାନବିକତାର କିଛି ଚିହ୍ନ ରହିଛି। ସେ ସ୍ପଷ୍ଟ ଭାବରେ ପଚାରିଲେ, ତୁମର ନାମ କ'ଣ? ଜଣେ ଉତ୍ତର ଦେଲା ଯେ, ମୋର ନାଁ ଅର୍ଜୁନ ଏବଂ ଅନ୍ୟ ଜଣେ ଉତ୍ତର ଦେଲା ଯେ, ମୁଁ ବିକ୍ରମ। ଅନୁପମା ସେମାନଙ୍କ ଉପରେ ଦୃଷ୍ଟି ନିକ୍ଷେପ କରି କହିଲେ, ମୁଁ କୌଣସି ସାଧାରଣ ମହିଳା ନୁହେଁ, ମୁଁ ମୁମ୍ବାଇ ପୋଲିସର ଏସ୍ପି ଅନୁପମା ରାୟ। ସମସ୍ତ ପୋଲିସ ଅଧିକାରୀମାନେ ପ୍ରଥମେ ବିରକ୍ତ ହୋଇ ଉପହାସ କରୁଥିଲେ, କିନ୍ତୁ ଅନୁପମାଙ୍କ କୋଠର ସ୍ୱର ସେଠାରେ ଏକ ଭୟର ଲହରୀ ଖେଳିଗଲା। ସେମାନଙ୍କ ମୁହଁରୁ ଗର୍ବ ଉଭାନ ହୋଇଗଲା ଏବଂ ସେମାନେ କେବଳ ଭୟରେ ବୁଡ଼ି ରହିଥିଲେ। ଯେତେବେଳେ ଅନୁପମା ସେମାନଙ୍କର ପରିଚୟ ପତ୍ର ବାହାର କଲେ, ସେମାନେ ସମସ୍ତେ ଆଣ୍ଠୁମାଡ଼ି କହିଲେ, ମ୍ୟାଡାମ, ଦୟାକରି ଆମକୁ କ୍ଷମା କରନ୍ତୁ, ଆମେ ଆପଣଙ୍କ ସହିତ ଅଛୁ। ସେଇଠୁ ଏସ୍ପି ମ୍ୟାଡାମ କହିଲେ, ତୁମେ ସମସ୍ତେ ଏହି କଏଦୀମାନଙ୍କ ସହିତ କ'ଣ ସବୁ କର ତାହା କୁହ, ତାପରେ ଯାଇ ତୁମକୁ କ୍ଷମା ମିଳିବ। ସେତିକି ବେଳକୁ କୋଠରୀରେ ନୀରବତା ପଶିଗଲା। ତାପରେ ଅର୍ଜୁନ ଏବଂ ବିକ୍ରମ ଏପରି ଗୁପ୍ତ କଥା ପ୍ରକାଶ କରିବାକୁ ଲାଗିଲେ ଯାହା ସମଗ୍ର ଶାସନର ଅନ୍ଧକାର ପାର୍ଶ୍ୱକୁ ପ୍ରକାଶ କରିବ। ଅର୍ଜୁନ ଏବଂ ବିକ୍ରମ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲେ। ତାପରେ ଆତଙ୍କ ଭଳି ଅବସ୍ଥାରେ ସେମାନେ ପ୍ରକାଶ କଲେ ଯେ ସବୁ ପୋଲିସ କର୍ମଚାରୀ ଏହି କଏଦୀମାନଙ୍କୁ ବହୁତ ଅତ୍ୟାଚାର କରନ୍ତି, ଆଉ ସେମାନଙ୍କୁ ମାଡ଼ ମଧ୍ୟ ମାରନ୍ତି, ଯାହା ଫଳରେ ସବୁ କଏଦୀ ଭୟରେ ପୋଲିସ ଯାହା କହୁଥାଏ ସବୁ କଥା ମାନନ୍ତି। ଏପରି ବହୁତ ଅତ୍ୟାଚାର କରାଯାଇଛି ବୋଲି ସେ 2 ଜଣ ପୋଲିସ କହିଲେ। ଏହା ଶୁଣି ଅନୁପମା ରାୟଙ୍କ ମୁହଁ କ୍ରୋଧରେ ଲାଲ ହୋଇଗଲା। ଏବେ ସେ ନିଶ୍ଚିତ ହୋଇଗଲେ ଯେ ରାମୁ ତାଙ୍କୁ ଯାହା କହିଥିଲେ ତାହା ସତ୍ୟ। ସେ ସେମାନଙ୍କୁ ଏକ ଛୋଟ କ୍ୟାମେରା ଏବଂ ମାଇକ୍ରୋଫୋନ ଦେଲେ ଏବଂ କହିଲେ ଯେ ପ୍ରତ୍ୟେକ ମୁହୂର୍ତ୍ତ ରେକର୍ଡ କରାଯିବ। ଯଦି ତୁମେ ସତ୍ୟର ସହ ଠିଆ ହୁଅ, ତେବେ ତୁମର ବିବେକ ମଧ୍ୟ ଉଚ୍ଚ ରହିବ। ସମସ୍ତ ପୋଲିସ କର୍ମଚାରୀ ପ୍ରଥମେ ସଂକୋଚ କରିଥିଲେ, କିନ୍ତୁ ଶେଷରେ ସମସ୍ତ ପୋଲିସ କର୍ମଚାରୀ ଯାହା ସବୁ କରୁଥିଲେ କଏଦୀମାନଙ୍କ ସହିତ ସବୁ ଭିଡିଓ ଅଡିଓ ରେକର୍ଡ କରାଯାଇଥିଲା। ତାପରଦିନ ଯେତେବେଳେ ମୁଖ୍ୟାଳୟରେ ଭିଡିଓଟି ଚାଲିଲା, ସମଗ୍ର ବିଭାଗ ଆଶ୍ଚର୍ଯ୍ୟ ହୋଇଗଲା। ତୁରନ୍ତ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା
ଏବଂ ସେହି ରାତିରେ ନିଷ୍ଠୁର ପ୍ରହରୀମାନଙ୍କୁ ଧରାଯାଇଥିଲା। ସେମାନଙ୍କ ୟୁନିଫର୍ମ କାଢ଼ି ଦିଆଯାଇଥିଲା ଏବଂ ମାମଲା ରୁଜୁ କରାଯାଇଥିଲା। ଅନୁପମା ରାୟ ସମଗ୍ର ବିଭାଗର ଉଦାହରଣ ହୋଇଗଲେ। ମହିଳା କଏଦୀମାନେ ତାଙ୍କ ପାଦ ତଳେ ପଡ଼ି କାନ୍ଦି କାନ୍ଦି କହିଲେ, ମ୍ୟାଡାମ, ଆପଣ ଆମକୁ ନର୍କରୁ ଉଦ୍ଧାର କରିଛନ୍ତି। ମ୍ୟାଡାମ, ଆପଣ ଯାହା କରିଛନ୍ତି ତାହା ଅନ୍ୟ କେହି କରିପାରିବେ ନାହିଁ। ଅନୁପମା ଶେଷରେ କହିଲେ ଯେ, ମନେ ରଖନ୍ତୁ, ଯେଉଁମାନେ କ୍ଷମତା ଉପରେ ଗର୍ବ କରନ୍ତି ସେମାନେ କେବେ ସଫଳ ହୁଅନ୍ତି ନାହିଁ। ଅତ୍ୟାଚାରକୁ ଦମନ କରାଯାଇପାରିବ, କିନ୍ତୁ କେବେ ବି ମୂଳରୁ ପୋଛାଯାଇ ପାରିବ ନାହିଁ। ସତ୍ୟ ଦିନେ ନା ଦିନେ ନିଶ୍ଚିତ ପ୍ରକାଶ ପାଇବ। ତ ବନ୍ଧୁଗଣ, ଆପଣଙ୍କ ମତରେ ଏପରି ଦୁର୍ବୃତ୍ତ ଲୋକଙ୍କୁ କିପରି ଦଣ୍ଡ ଦେବା ଉଚିତ କମେଣ୍ଟ କରନ୍ତୁ।